ଠାକୁରାଣୀ ଯୁଦ୍ଧରେ ପ୍ରବର୍ତ୍ତ ହେଲେ ସେ ଯୁଦ୍ଧ ଏପରି ଘନଘୋର ଯୁଦ୍ଧ ହେଲା ଯେ ଯେତେବେଳେ ରକ୍ତବୀର୍ଯ୍ୟ ଆସି ପହଞ୍ଚିଲା, ରକ୍ତବୀର୍ଯ୍ୟକୁ ଦେବୀ ଯେତେ ସଂହାର କରୁଛନ୍ତି ସିଏ ଏମିତି ବରଦାନ ତାକୁ ହେଇଛି ଯେ ତାର ରକ୍ତ ଯୋଉଠି ଯୋଉଠି କଣିକା କଣିକା ପଡ଼ିବ ସେଥିରୁ ପୁଣି ରକ୍ତବୀର୍ଯ୍ୟମାନେ ଅସୁରମାନେ ଜାତ ହେବେ ଏବଂ ସେଇ ଯେତେବେଳେ ଚଣ୍ଡୀ ଚାମୁଣ୍ଡାମାନଙ୍କୁ ସୃଷ୍ଟି କଲେ ଠାକୁରାଣୀ ତାଙ୍କ ଶ୍ରୀଅଙ୍ଗରୁ ଏବଂ ତାଙ୍କୁ ଆଦେଶ ଦେଲେ, କହିଲେ ଏ ରକ୍ତ ତଳେ ଭୂତଳରେ ପତିତ ହେବା ପୂର୍ବରୁ ତମେ ତାକୁ ଚାଟି ଦିଅ, ତାକୁ ଶେଷ କରିଦିଅ, ତା ନହେଲେ ଏ ଅସୁରକୁ ମାରି ହେବ ନାହିଁ। ଆପଣ ଚିନ୍ତା କରନ୍ତୁ କେତେ ରକ୍ତର ଛିଟିକା ପଡ଼ିଛି ଏବଂ ଠାକୁରାଣୀ ଯେତେବେଳେ ଦୈତ୍ୟମାନଙ୍କୁ ଦଳନ କରୁଛନ୍ତି ତାଙ୍କର ହାତରେ ଅନେକ ରହିଛି, ଖଣ୍ଡା, ଖର୍ପର, ମୁଷଳ, ମୁଦ୍ଗର, ଚକ୍ର, ନାରାଜ, ପରିଘ, ବିଭିନ୍ନ ଅସ୍ତ୍ରଶସ୍ତ୍ରମାନ ପ୍ରତି ମୁହୂର୍ତ୍ତରେ ଟଙ୍କାର ନାଦ କରୁଛନ୍ତି, ତୁନିରରୁ ମାନେ ବାଣ ନିକ୍ଷିପ୍ତ ହେଇଯାଉଛି। ତେଣୁ କେତେ ରକ୍ତ ଆସୁଛି ଏବଂ ସେ ମହାସମରର କଳ କୋଳାହଳ ଭିତରେ ଏଇ ଯେଉଁ ରକ୍ତ ବୁନ୍ଦାଗୁଡ଼ିକ, ରକ୍ତ କଣିକା ଗୁଡ଼ିକ ଦେବୀ ସୁଭଦ୍ରାଙ୍କର ଯେଉଁ ଅଶ୍ଵ ସେମାନଙ୍କ ଉପରେ ଯେତେବେଳେ ନିପତିତ ହେଉଛି ତା ଫଳରେ ସେ ସମସ୍ତ ଅଶ୍ଵମାନେ ଠାକୁରାଣୀଙ୍କର ହସ୍ତ ଯେମିତି ରକ୍ତ ରଞ୍ଜିତ, ଠାକୁରାଣୀଙ୍କର ଶ୍ରୀଅଙ୍ଗ ଯେମିତି ରକ୍ତ ରଞ୍ଜିତ, ଠାକୁରାଣୀଙ୍କର ଯେଉଁ ଅଶ୍ଵମାନେ ଯେଉଁ ଅଶ୍ଵ ଦେବୀ ରଥରେ ଠାକୁରାଣୀ ଯୁଦ୍ଧ କରୁଛନ୍ତି ଆପଣ ଦେଖିବେ ଯେ ଯେତେବେଳେ ମହିଷାସୁରକୁ ନିଜର ପୁଅ ବୋଲି ସେ ଭାବୁଛନ୍ତି। ଦେଖନ୍ତୁ ଦେଖନ୍ତୁ ଯେଉଁ ଯେଉଁ ବାସନ ବର୍ତ୍ତନ ଏବଂ ଖଣ୍ଡା ମାନ ସବୁ ଯାଇଥିଲା ଭଗବାନଙ୍କର ପାଇଁ ଯାହା ଯାହା ଆବଶ୍ୟକ, ଆଗକୁ ତ ଆପଣ ଦେଖିବେ ଯେ ଅନେକ ଭାବରେ ରଥ ଉପରେ ପୁଣି ନୀତି ହେବ, କାରଣ ଯାହା ଯାହା ନୀତି ଏଠି ରଥ ଉପରେ ମଧ୍ୟ ସେଇ ନୀତି ହେବ। ମଙ୍ଗଳ ଆଳତୀ ଠାରୁ ଆରମ୍ଭ କରି ବଡ଼ସିଂହାର ପର୍ଯ୍ୟନ୍ତ, ବଡ଼ସିଂହାର ଭୋଗ ପର୍ଯ୍ୟନ୍ତ। ତେଣୁ ଯାହା ଯାହା ବାସନ ବର୍ତ୍ତନ ଖଣ୍ଡା ଇଏ ସମସ୍ତ ମଧ୍ୟ ଉପକରଣ ନିଆଯାଉଛି ରଥ ଉପରକୁ। ଆପଣମାନେ ଦେଖୁଛନ୍ତି ଯେ ଦେବୀଙ୍କର ଯେଉଁ ଅଶ୍ୱମାନେ ସେମାନେ ଏଇ ରକ୍ତର ଛିଟିକା ତାଙ୍କ ଉପରେ ପଡ଼ିବା ଫଳରେ ସେମାନେ ସମସ୍ତେ ଲୋହିତ ବର୍ଣ୍ଣକୁ ଧାରଣ କରିଛନ୍ତି, ରକ୍ତ ବର୍ଣ୍ଣକୁ ଧାରଣ କରିଛନ୍ତି ଏବଂ ଦେବୀ ତାଙ୍କ ହାତରେ ମଧ୍ୟ ଅସୁରମାନଙ୍କର ଯେଉଁ କଟା ମୁଣ୍ଡ ଗୁଡ଼ାକ ମୁଣ୍ଡ ମାଳ କରିଦେଇଛନ୍ତି ଏବଂ ଧାର ଧାର ରୁଧିର, ସେ ରୁଧିର ଏଭଳି ଭାବରେ ପ୍ରବଳ ଭାବରେ ମାନେ ଗତି କରିଛି ଯେ ଅଶ୍ୱମାନେ ମଧ୍ୟ ସେଠି ରକ୍ତ ରଞ୍ଜିତ ହେଇଯାଇଛନ୍ତି, ତାଙ୍କର ବର୍ଣ୍ଣ ସବୁ ଲାଲ ବର୍ଣ୍ଣ ହେଇଯାଇଛି। ये जो वर्णना आम देखुचु अभिभूत हो जाऊँ ठाकुराणीଙ୍କର ଯେଉଁ ବୀରତ୍ୱର ଯେଉଁ ଉର୍ଜ୍ଜସ୍ୱଳ ବର୍ଣ୍ଣନା, ସେଇ ବର୍ଣ୍ଣନାର ଅନୁକ୍ରମରେ ଦେବୀଙ୍କର ରଥରେ ସଂଯୋଜିତା ହୋଇଥିବା ଏ ଯେଉଁ ଘୋଟିକା, ରୋଚିକା, ମୋଚିକା, ଜିତା ଏବଂ ଅପରାଜିତା ସେମାନଙ୍କର ବର୍ଣ୍ଣ ଏପରି ହୋଇଅଛି। ତେବେ ଆପଣମାନଙ୍କୁ ମୁଁ କହୁଥିଲି ଯେଉଁ ଅଶ୍ୱର କଥା, ସେ ଚାରି ଅଶ୍ୱ ଯେ ଅକ୍ଷये ଅବ୍ୟये ତାହାନ୍ତ ଆଣି ଯୋଚିଲେ ନନ୍ଦୀ ଘୋଷେ ଦେବ ରାୟ, ଯଦ୍ୟପି କୋଟିଏ ବ୍ରହ୍ମାଣ୍ଡ ହୋଇ କାଳ ଠାରୁ ନିମିଷକେ ଉଡ଼ାଇ ପାରନ୍ତି ମହାମେରୁ। ତେଣୁ ଏ ଅଶ୍ୱମାନେ ଯେତେବେଳେ ଚିନ୍ମୟ ସ୍ପର୍ଶ ପାଇଛନ୍ତି, ଯେତେବେଳେ ପ୍ରତିଷ୍ଠା ହୋଇସାରିଛି ରଥର, ତେଣୁ ଏମାନେ ଯେତେବେଳେ ଜୀବନ୍ୟାସ ପାଇଯାଇଛନ୍ତି ଏମାନଙ୍କୁ ଆପଣ ସାଧାରଣ ସାମାନ୍ୟ ବୋଲି ମନେ କରିବେ ନାହିଁ। କାରଣ ସାରଳା ଦାସ କହିଲେ, ମୋ ମାଟି ପାଣି ପବନର କବି, ମାଟିର ମହାକବି ସାରଳା ଦାସ କହିଲେ ଯେ ଯଦ୍ୟପି କୋଟିଏ ବ୍ରହ୍ମାଣ୍ଡ ହୋଇ କାଳଠାରୁ ନିମିଷକେ ଉଡ଼ାଇ ପାରନ୍ତି ମହାମେରୁ। ଏମାନଙ୍କର ବୀରତ୍ୱ, ଏମାନଙ୍କର ଯେଉଁ ତେଜର ଉର୍ଜ୍ଜସ୍ୱଳତା ୟାକୁ ଚିନ୍ତା ମଧ୍ୟ କରାଯାଇପାରିବ ନାହିଁ ସହଜରେ। ଇଏ ତ ପୂର୍ବ ସୂଚନା ଆସିଗଲାଣି, ଚକ୍ର ବନାଠି, ଆହା ଇଏ ଜୀବନ ଚକ୍ର, କାଳ ଚକ୍ର, ଧର୍ମ ଚକ୍ର, ଋତୁ ଚକ୍ର, ଉଦ୍ଭିଦ ଚକ୍ର, ମାନବର ଷଡ଼ ଚକ୍ର ଏବଂ ଇଏ ଧର୍ମ ଚକ୍ର, ଇଏ ସବୁ ଆପଣ ଦେଖିବେ ସବୁ ଗୋଟିଏ ଦଣ୍ଡ ପରି, ଗୋଟେ ଚକ୍ର ପରି ଯେମିତି ବିଘୂର୍ଣ୍ଣିତ ହେଉଛି, ସେମିତି ସମୟ ଚକ୍ର ଆଜି ଚକ୍ର ବନାଠି। ସମର ପ୍ରିୟ, ସମର କଳା କୁଶଳ ପ୍ରବୀଣ ଜାତି, ଉତ୍କଳ ଜାତିର ଏହି ସମର କଳାର ସ୍ମାରକୀ ସ୍ୱରୂପ ଆପଣମାନେ ଦେଖୁଛନ୍ତି କେତେ ସୁନ୍ଦର ଭାବରେ ସେ ଚକ୍ର ବନାଠି ବିଘୂର୍ଣ୍ଣିତ ହେଉଥିଲା। ତେଣୁ ବର୍ତ୍ତମାନ ଆପଣ ଦେଖିବେ ଯେ ଭଗବାନଙ୍କର ଏଇ ଯେଉଁ ପହଣ୍ଡି ବିଜେ ପର୍ବ, এই ପହଣ୍ଡି ବିଜେ ପର୍ବର ପୂର୍ବ ସୂଚନା ଆମେ ପାଇସାରିଲୁଣି ଏବଂ ବର୍ତ୍ତମାନ ଆବାହନ ହେବ, କାହିଁକିନା ହେ ଚକ୍ରବର ଆପଣ ବର୍ତ୍ତମାନ ଆସନ୍ତୁ। କାହିଁକିନା ଆପଣ ଯଦି ପ୍ରଥମେ ନ ଆସିବେ ମହାପ୍ରଭୁଙ୍କର এই ଯାତ୍ରା ପ୍ରକୃତରେ ସୁଗମ ହୋଇପାରିବ ନାହିଁ। ହେ ଚକ୍ରବର ବିଜୟ କର, ନିର୍ବିଘ୍ନ ହେଉ ପଥ, ହେ ନିର୍ବିଘ୍ନ ହେଉ ପଥ, ହେବେ ବିଜୟ ସେ ଦେବରାୟ, ଚାହିଁ ରହିଛି ରଥ, ହେ ଚାହିଁ ରହିଛି ରଥ, ତ୍ୱରିତ ଗତି କର ଝଟତି, ବହି ଅଶେଷ তেজ, হে বহি অশেষ তেজ, দেবী রথরে বস হে থরে, প্রভুঙ্ক লীলা হেজ, হে প্রভুঙ্ক লীলা হেজ। বর্তমান সমস্ত ভক্তমান
निर्निमेष नेत्रे यही शरधावाली खंड उपरे वर्तमान दंडायमान होती आम देखिपुँ लोकारण्य हो उठी एवं ये जो देखुंत ये जो पथ आपण मैंने समस्ते जानती ये जगन्नाथ स्वामी जिते गले सुशांत बाबू से प्रश्न पचारि एवं जिते आम कथोपकथन करूँ सुशांत बाबू कहले कहले जे सार आमे समस्ते जानूँ महाप्रभु तो जिते गले से पलैले से पटे मुझे कहली हाँ आज्ञा सी सिंहद्वार देकी गले ना ताले महाप्रभु जदि सेपटे गले महाप्रभुଙ୍କର कौन आवश्यकता एमती पड़ा जे महाप्रभु पुणी एपटे कहीं आसवे।